ପୁଅକୁ ଗୋଟେ ରୁଟି ଦେଇକି ଏତିକି ସବୁ ଜିନିଷ ଖାଉଛୁ। ଶାଗ, ଆଳୁ ଛେଚା, ଖଟା ପାଣି, ଭଜା, ଭାତ। ମୋତେ କ'ଣ ଦେଲୁ? ଖାଲି ରୁଟି ଭଜା। ମା ଭଲ କାମ କଲୁ ମା। ରୁଟି ଭଜା ଖାଇଲୁ ଆଉ ସାଙ୍ଗମାନେ ସେ ଭିଡ଼ିଓ କରୁଛି ଦେଖାଉଛି ମୁଁ। ସେ ଏଇଗୁଡ଼ା ସବୁ ଖାଏନି। ଏଇଟା କଞ୍ଚା କଇଁଆର ପାଣି, ତେନ୍ତୁଳି ପାଣି, ମୂଳା ଆଉ ବାଇଗଣ ଆଳୁ ପକେଇକି କରିଛି। ଆଉ ଏଇଟା ମେଥି ଶାଗ ଭଜା, ସେ ବି ୟାକୁ ଖାଏନି। ଆଳୁ ଚଟଣିଟା ଖାଏ, ମୁଁ ତାକୁ ଯାଚିନି, ସେ ଖାଇଲାନି। ତ ମୋର କ'ଣ ଭୁଲ? ଏଇଟା ଆଳୁ ତରକାରୀ ହେଲା, ସେ ରୁଟି ଖାଇଲା, ଭାତ ଖାଇବନି ମନା କଲା। ମୋତେ ଭାତ ନହେଲେ ହେବନି, ସେଇଥିପାଇଁ ମୁଁ ମୋର ଗଣ୍ଡେ ଭାତ ଖାଇନି। ଏଠାରେ ବୁଝିଛି ତୋ ମା ପଣିଆ କ'ଣ ଖୋରା ବୋଲା ଗୁନା। କେଉଁ କ୍ଲାସ୍ ପାଠ ପଢ଼ୁଛୁ? କେଜି? ମା ତାର ପୁରୀ ତରକାରୀ କରିକି ପରସି ଦେଉଛି। ସେତେବେଳେ ଏଗୁଡ଼ା ଖାଇବୁ। ତୁ ଭିଡ଼ିଓ କରୁଛୁ ନା? ଚାଲିଆ ଖାଇବା। ଖରାପ ଲାଗୁନି ନା? କହୁଛି ଦେଖ ଆସି କେମିତି। ମୋତେ ମୁଁ କାଲିରୁ ଭାତ ଖାଇନଥିଲି। କାଲି ମାନେ ଶୁକ୍ରବାର ଦିନ ଯାହା ଖାଇଥିନି, ଶନିବାର ଭାତ ଖାଇନାହିଁ। କାଲି ରବିବାର ଗଲା ବି ଭାତ ଖାଇନାହିଁ। ମୁଁ ଗୋଟେ ଦିନ ଭାତ ନ ଖାଇଲେ ମୋର ପୁରା ମୁଣ୍ଡ ଖରାପ ହୋଇଯାଏ। ସେଇଥିପାଇଁ ଆଜି ଭାତ ଗଣ୍ଡେ ରାନ୍ଧିକି ମୁଁ ଶାନ୍ତିର ଖାଇ, ମୋତେ ଟିକେ ଖଟା ତରକାରୀ ପସନ୍ଦ, ସେଇଥିପାଇଁ ଶାନ୍ତିର ଖାଇଦେନି। ମନା କଲା, ସବୁ ଯାଚିନି ମନା କଲା। ପୁଣି ମୋବାଇଲ ନେଇକି ଭିଡ଼ିଓ କରି ମୋତେ କହୁଛି ମୋତେ ରୁଟି ତରକାରୀ ଦେଇକି ତୁ ଭାତ ଖାଉଛୁ। ତ ଚାଲ ସାଙ୍ଗମାନେ ମୁଁ ଖାଇଦିଏ। ଖାଇସାରିଲାଣି, ଶୋଇଲାଣି, ଟ୍ୟୁସନ୍ ଯିବ। ବାଏ ବାଏ। ସେ ଆରମ୍ଭ କରିଦେଇ ଯାଇକି ଶୋଇ ପଡ଼ିଲା, ମୁଁ ଏଠି କହୁଛି।